ଆଜିଠାରୁ ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ। 2 ରୁ 4 ଡିଗ୍ରୀ ପର୍ଯ୍ୟନ୍ତ କମିପାରେ ତାପମାତ୍ରା। ତ ଚାଲନ୍ତୁ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟ୍ କ'ଣ ରହିଛି। ଆଜିଠାରୁ ରାଜ୍ୟରେ ବଢ଼ିବ ଶୀତ। 2 ରୁ 4 ଡିଗ୍ରୀ ପର୍ଯ୍ୟନ୍ତ କମିପାରେ ତାପମାତ୍ରା। ଅଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହାସହ ଆର୍ଦ୍ରତା ପାଇଁ ରାତି ତାପମାତ୍ରା ମଧ୍ୟ କମୁନାହିଁ। ବାତ୍ୟା ଦାନା ପ୍ରଭାବରେ ଏବେ ବି ଉପକୂଳ ଓଡ଼ିଶାରେ ରାତିରେ ଗରମ ଅନୁଭୂତ ହେଉଛି। ଆଜିଠାରୁ 21 ତାରିଖ ମଧ୍ୟରେ ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କରେ ସର୍ବନିମ୍ନ ତାପମାତ୍ରା 12 ରୁ 14 ଡିଗ୍ରୀକୁ ଖସି ଆସିବ। ଏହାସହ ସଂଲଗ୍ନ ଜିଲ୍ଲାମାନଙ୍କରେ ସର୍ବନିମ୍ନ ତାପମାତ୍ରା 14 ରୁ 18 ଡିଗ୍ରୀ ମଧ୍ୟରେ ରହିବାର ସମ୍ଭାବନା ରହିଛି। ପରବର୍ତ୍ତୀ ସପ୍ତାହ 22 ରୁ 28 ନଭେମ୍ବର ମଧ୍ୟରେ ପଶ୍ଚିମ ଜିଲ୍ଲାମାନଙ୍କରେ ଆର୍ଦ୍ରତା ଆହୁରି ଖସିବ। ପରେ ଦକ୍ଷିଣ ଓଡ଼ିଶା ଜିଲ୍ଲାମାନଙ୍କରେ ଶୀତ ବଢ଼ିବ। ଉପକୂଳ ଓଡ଼ିଶାରେ 2 ସପ୍ତାହ ପରେ ତାପମାତ୍ରା କମିବା ସହ ଝାଡ଼ ବଢ଼ିବ ବୋଲି ଆକଳନ କରାଯାଇଛି। ତ ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। ଆଜିଠାରୁ ଶ୍ରୀମନ୍ଦିର ଚାରିଦ୍ୱାର ଦେଇ ଶ୍ରଦ୍ଧାଳୁ ପ୍ରବେଶ କରିବେ। ଆଜିଠାରୁ ଶ୍ରୀମନ୍ଦିର ଚାରିଦ୍ୱାର ଦେଇ ଶ୍ରଦ୍ଧାଳୁମାନେ ପ୍ରବେଶ କରିପାରିବେ। ଦର୍ଶନ ପରେ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ବ୍ୟତୀତ ଅନ୍ୟ 3 ଦ୍ୱାରରେ ହିଁ ପ୍ରସ୍ଥାନ କରିବେ। ସିଂହଦ୍ୱାରରେ ଶ୍ରଦ୍ଧାଳୁଙ୍କୁ ପ୍ରସ୍ଥାନ ସମ୍ପୂର୍ଣ୍ଣ ବାରଣ ରହିଛି। ସେବକ ତଥା ତାଙ୍କ ପରିବାର ବର୍ଗ ସମସ୍ତ ଦ୍ୱାରରେ ପ୍ରବେଶ ତଥା ପ୍ରସ୍ଥାନ କରିପାରିବେ। ଶ୍ରୀମନ୍ଦିର ନାଟମଣ୍ଡପଠାରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ଏବେ ବିଚାରାଧୀନ ଅଛି। ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପରିଚାଳନା କମିଟିଙ୍କ ପରାମର୍ଶ ଓ ଅନୁମୋଦନ ପରେ ଏହା କାର୍ଯ୍ୟକାରୀ ହେବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ତ ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। ବିଦ୍ୟାଳୟର ମଧ୍ୟାହ୍ନ ଭୋଜନକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ତ ଚାଲନ୍ତୁ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟ୍ କ'ଣ ରହିଛି। ମଧ୍ୟାହ୍ନ ଭୋଜନରେ ପ୍ରତି ବିଦ୍ୟାର୍ଥୀଙ୍କ ପିଛା 1 ଟଙ୍କା ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବର୍ତ୍ତମାନ ବଜାର ଦରକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହା ନିଷ୍ପତ୍ତି ନେଇଛନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ 43 ଲକ୍ଷ ବିଦ୍ୟାର୍ଥୀ ପାଉଛନ୍ତି ମଧ୍ୟାହ୍ନ ଭୋଜନ। ମୁଖ୍ୟମନ୍ତ୍ରୀ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ଦିବସ ସମାରୋହ ସୁରଭିରେ ଯୋଗଦେଇ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ସ୍କୁଲ ଓ ଐତିହ୍ୟ ସ୍କୁଲ ଯୋଜନା ଶୁଭାରମ୍ଭ କରିଛନ୍ତି। ଏହା ସହିତ ମଧ୍ୟାହ୍ନ ଭୋଜନ ଖର୍ଚ୍ଚା ପ୍ରତି ପିଲା ପିଛା 1 ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି। ରାଜ୍ୟର ପ୍ରାୟ 50,000ରୁ ଅଧିକ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ପ୍ରାୟ 43 ଲକ୍ଷ ଛାତ୍ରଛାତ୍ରୀ ଏହାଦ୍ୱାରା ଉପକୃତ ହୋଇପାରିବେ। ତ ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। ମାଗଣା ରାସନକୁ ନେଇ ଖୁସି ଖବର। ଏହି ଦିନ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ। ତ ଚାଲନ୍ତୁ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟ୍ କ'ଣ ରହିଛି। ମାଗଣା ରାସନକୁ ନେଇ ଆସିଲା ବଡ଼ ଖବର। ଜାନୁଆରୀରେ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି ଚଳିତ ମାସରେ EKYC ଯାଞ୍ଚ ସରିବ। ଗତ ଜୁଲାଇ ମାସରୁ ଆରମ୍ଭ ହୋଇଥିବା EKYC ଯାଞ୍ଚ ନଭେମ୍ବରରେ ସରିଯିବ। ଜାନୁଆରୀରେ ନୂଆ ରାସନ କାର୍ଡ ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି ଚଳିତ ମାସରେ EKYC ଯାଞ୍ଚ ସରିଯିବା ପରେ 16 ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। EKYC ପ୍ରକ୍ରିୟା ଜାରି ରହିଥିବା ବେଳେ ଆଉ କିଛି ଦିନ ପରେ ଏହା ଶେଷ ହେବ। ପ୍ରକ୍ରିୟା ଶେଷ ହେଲା ପରେ ରାଜ୍ୟରେ କେତେ ଜଣ ଲୋକ ରାସନ କାର୍ଡରେ ସାମିଲ ହୋଇଛନ୍ତି ଏହାର ଏକ ତାଲିକା ପ୍ରସ୍ତୁତ ହେବ। EKYC ଯାଞ୍ଚ ସରିବା ପରେ ହିତାଧିକାରୀମାନଙ୍କୁ ଜାନୁଆରୀରେ ମିଳିବ ନୂଆ ରାସନ କାର୍ଡ। ଏବେ ବି EKYC ପ୍ରକ୍ରିୟା ଜାରି ରହିଥିବା ବେଳେ ଆଉ କିଛି ଦିନ ପରେ ଏହା ଶେଷ ହେବ। ପ୍ରକ୍ରିୟା ଶେଷ ହେଲା ପରେ ରାଜ୍ୟରେ କେତେ ଜଣ ଲୋକ ରାସନ କାର୍ଡରେ ସାମିଲ ହୋଇଛନ୍ତି ତାହାର ଏକ ତାଲିକା ପ୍ରସ୍ତୁତ କରାଯିବ ଏବଂ EKYC ଯାଞ୍ଚ ସରିବା ପରେ ହିତାଧିକାରୀମାନଙ୍କୁ ଜାନୁଆରୀରେ ମିଳିବ ନୂଆ ରାସନ କାର୍ଡ। ତ ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। PM କିଷାନ ଲିଷ୍ଟ ଜାରି କଲେ ସରକାର। ହଟିଲା ଏମାନଙ୍କର ନାମ, ମିଳିବନି 19ତମ କିସ୍ତିର ଟଙ୍କା। ତ ଚାଲନ୍ତୁ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟ୍ କ'ଣ ରହିଛି। ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ଯୋଜନା ଅଧୀନରେ ଏକ ନିୟମ କରାଯାଇଛି। ଏହି ନିୟମ ଅନୁଯାୟୀ ଏହି ଯୋଜନା ଅଧୀନରେ ଆର୍ଥିକ ସହାୟତା ପାଇଥିବା ହିତାଧିକାରୀ କୃଷକଙ୍କ ହିତାଧିକାରୀ ତାଲିକାରୁ ନିୟମ ଅନୁଯାୟୀ ଯୋଜନା ଅଧୀନରେ ଆର୍ଥିକ ସହାୟତା ପାଇଥିବା ହିତାଧିକାରୀ କୃଷକଙ୍କ ହିତାଧିକାରୀ ତାଲିକା ଆଗରୁ ପ୍ରକାଶ ପାଇସାରିଛି। EKYC ଆଧାରରେ ଏହି ତାଲିକା ସଂଶୋଧିତ ହୋଇଛି। ଅର୍ଥାତ୍ ଯେଉଁ କୃଷକମାନେ EKYC ସମ୍ପୂର୍ଣ୍ଣ କରନ୍ତି ଓ ଡକୁମେଣ୍ଟ ଯାଞ୍ଚ ଆଧାରରେ ସମ୍ପୂର୍ଣ୍ଣ ଯୋଗ୍ୟ ବିବେଚିତ ହୁଅନ୍ତି ସେମାନେ ହିତାଧିକାରୀ ତାଲିକାରେ ଅନ୍ତର୍ଭୁକ୍ତ ଅଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ହିତାଧିକାରୀ ତାଲିକା ଯାଞ୍ଚ କରିବାକୁ ଆପଣଙ୍କ ଅଫିସିଆଲ ୱେବସାଇଟକୁ ଯିବାକୁ ପଡ଼ିବ। ଏହାପରେ ଆପଣଙ୍କ ମୂଳ ପୃଷ୍ଠାରେ କୃଷକ କର୍ଣ୍ଣର ବିକଳ୍ପକୁ ଚୟନ କରିବାକୁ ପଡ଼ିବ। ଏଠାରେ ଆପଣ PM କିଷାନ ହିତାଧିକାରୀ ନୂତନ ତାଲିକାର ଲିଙ୍କ ପାଇପାରିବେ। ଏହି ଲିଙ୍କ ଉପରେ କ୍ଲିକ୍ କରିବା ପରେ ଆପଣଙ୍କୁ ଏଠାରେ ଆପଣଙ୍କର ରାଜ୍ୟ ଓ ଜିଲ୍ଲା ଚୟନ କରିବାକୁ ପଡ଼ିବ। ଏଠାରେ ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦାଖଲ କରିବାକୁ ପଡ଼ିବ। ଏହାପରେ PM କିଷାନ ଯୋଜନାର ତାଲିକା ଆପଣଙ୍କ ସମ୍ମୁଖରେ ସ୍ପଷ୍ଟ ଭାବେ ଦେଖାଯିବ। ଯୋଗ୍ୟ କୃଷକମାନେ ଏହି ତାଲିକାରେ ସେମାନଙ୍କର ନାମ ଯାଞ୍ଚ କରିପାରିବେ। ତ ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। PMAY U 2.0 ଯୋଜନାରେ ଲୋକଙ୍କ ପାଇଁ ଖୁସି ଖବର। ଏଣିକି 8 ଲକ୍ଷ ଟଙ୍କାର ହୋମ୍ ଲୋନ୍ ଉପରେ ମିଳିବ 4% ସୁଧ ସବସିଡି। ତ ଚାଲନ୍ତୁ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟ୍ କ'ଣ ରହିଛି।
PMAY 2.0 ଯୋଜନାରେ 4ଟି ପ୍ରକାର ଉପାଦାନ ରହିଛି। ଏଥିରେ ହିତାଧିକାରୀ ଆଧାରିତ ଘର ନିର୍ମାଣ BLC, ସହଭାଗିତା ଅନୁଯାୟୀ ଘର ନିର୍ମାଣ AHP, ସୁଲଭ ମୂଲ୍ୟରେ ଘର ଭଡ଼ା ARH ଏବଂ ସୁଧ ସବସିଡି ସ୍କିମ୍ ISS ଅନ୍ତର୍ଭୁକ୍ତ। ଏହି ଯୋଜନା ଅଧୀନରେ ଲାଭ ପାଇବା ପାଇଁ ହିତାଧିକାରୀମାନେ ସେମାନଙ୍କର ଯୋଗ୍ୟତା ଏବଂ 4ଟି ଉପାଦାନ ମାଧ୍ୟମରେ ପସନ୍ଦ ଅନୁଯାୟୀ ଗୋଟିଏ ଉପାଦାନ ବାଛି ପାରିବେ। କହି ରଖୁଛୁ, ଏହି ଉପାଦାନଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ସୁଧ ସବସିଡି ଯୋଜନା। ଏହି ଉପାଦାନ EWS, LIG ଏବଂ MIG ପରିବାରକୁ ହୋମ୍ ଲୋନ୍ ଉପରେ ସବସିଡି ପ୍ରଦାନ କରିଥାଏ। 35 ଲକ୍ଷ ଟଙ୍କା ମୂଲ୍ୟର ଘର ପାଇଁ 25 ଲକ୍ଷ ପର୍ଯ୍ୟନ୍ତ ଗୃହ ଋଣ ନେଉଥିବା ହିତାଧିକାରୀମାନେ 12 ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାଳ ପ୍ରଥମ 8 ଲକ୍ଷ ଋଣ ଉପରେ 4% ସୁଧ ସବସିଡି ପାଇବାକୁ ଯୋଗ୍ୟ ହେବେ। କହି ରଖୁଛୁ ଯେ 5 ବର୍ଷିକ କିସ୍ତିରେ ପୁଶ୍ ବଟନ୍ ମାଧ୍ୟମରେ ଯୋଗ୍ୟ ହିତାଧିକାରୀ 1,80,000 ଟଙ୍କା ସବସିଡି ପ୍ରଦାନ କରାଯିବ। ତ ଅଧିକ ଜାଣିବା ପାଇଁ ନିକଟସ୍ଥ ଜନସେବା କେନ୍ଦ୍ରରେ ସାକ୍ଷାତ କରି ସମ୍ପୂର୍ଣ୍ଣ ବିବରଣୀ ଜାଣିପାରିବେ। ତ ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। SSB ଓଡ଼ିଶା ପକ୍ଷରୁ ଜୁନିୟର ଆସିଷ୍ଟାଣ୍ଟ ସମେତ 3ଟି ପଦର ଲିଖିତ ପରୀକ୍ଷା ତାରିଖ ଘୋଷଣା। ଚାଲ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟଟି କ'ଣ ରହିଛି। ରାଜ୍ୟ ଚୟନ ବୋର୍ଡ SSB ଓଡ଼ିଶା ତରଫରୁ ଜୁନିୟର ଆସିଷ୍ଟାଣ୍ଟ ପଦର ଲିଖିତ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ମୋଟ 101ଟି ପଦ ପୂରଣ ନିମନ୍ତେ ଗତ ମାର୍ଚ୍ଚ ମାସ 6 ତାରିଖରେ SSB ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପ୍ରାର୍ଥୀଙ୍କୁ ସରକାରୀ ଡିଗ୍ରୀ କଲେଜମାନଙ୍କରେ ଜୁନିୟର ଆସିଷ୍ଟାଣ୍ଟ, PET, ଲାବୋରେଟୋରୀ ଆସିଷ୍ଟାଣ୍ଟ, ଷ୍ଟୋର କିପର ଆଦି ପଦରେ ନିଯୁକ୍ତି ଦିଆଯିବ। ଆସନ୍ତା ମାସରେ ଜୁନିୟର ଆସିଷ୍ଟାଣ୍ଟ ଓ PET ପଦ ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ। ଡିସେମ୍ବର ମାସ 29 ତାରିଖରେ 3ଟି ସିଟିଂରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ସକାଳ 8:30ରୁ 10:30 ପର୍ଯ୍ୟନ୍ତ ପ୍ରଥମ ସିଟିଂରେ ଜୁନିୟର ଆସିଷ୍ଟାଣ୍ଟ ପରୀକ୍ଷା, ମଧ୍ୟାହ୍ନ 12ଟାରୁ 2ଟା ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂରେ PET ପଦ ପାଇଁ ଲିଖିତ ପରୀକ୍ଷା ଓ 3ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ତୃତୀୟ ସିଟିଂରେ ଲାବୋରେଟୋରୀ ଆସିଷ୍ଟାଣ୍ଟ ଷ୍ଟୋର କିପର ପଦର ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ। ଡିସେମ୍ବର 20 ତାରିଖ ପରଠାରୁ ପ୍ରାର୍ଥୀମାନେ ନିଜ ନିଜର ଆଡମିଟ୍ କାର୍ଡ SSB ୱେବସାଇଟ୍ରୁ ଡାଉନଲୋଡ୍ କରିପାରିବେ। ତ ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। AAO ପୋଷ୍ଟ ପାଇଁ ଆବେଦନ ଆରମ୍ଭ। ତ ଚାଲନ୍ତୁ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟଟି କ'ଣ ରହିଛି। ରାଜ୍ୟରେ ସହକାରୀ କୃଷି ଅଧିକାରୀ AAO ପଦ ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗ OPSC ତରଫରୁ ନିକଟରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମୋଟ 124ଟି ପଦ ଖାଲି ରହିଥିବା ବେଳେ 45ଟି ଅଣସଂରକ୍ଷିତ ପାଇଁ, 14ଟି SCBCଙ୍କ ପାଇଁ, 24ଟି SCଙ୍କ ପାଇଁ ଏବଂ 41ଟି ST ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି। ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ଓଡ଼ିଶା କୃଷକ ଓ ଖାଦ୍ୟ ଉତ୍ପାଦନ ସେବାର କ୍ଲାସ୍ 2 ଗ୍ରୁପ୍ B ପଦରେ ନିଯୁକ୍ତି ଦିଆଯିବ। OPSCର ଅଫିସିଆଲ ୱେବସାଇଟକୁ ଯାଇ ପ୍ରାର୍ଥୀମାନେ ଏହି ନିଯୁକ୍ତି ବାବଦରେ ସବିଶେଷ ତଥ୍ୟ ଜାଣିପାରିବେ। ନଭେମ୍ବର 12 ତାରିଖ ଠାରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇସାରିଥିବା ବେଳେ ତାହା ଡିସେମ୍ବର 11 ପର୍ଯ୍ୟନ୍ତ ଚାଲୁ ରହିବ। ପ୍ରାର୍ଥୀଙ୍କୁ 9,300 ଟଙ୍କାରୁ 34,800 ଟଙ୍କା ପେ ସ୍କେଲରେ ବେତନ ପ୍ରଦାନ କରାଯିବ। ପ୍ରାର୍ଥୀ ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ ବା ଶିକ୍ଷାନୁଷ୍ଠାନରୁ ଏଗ୍ରିକଲଚରରେ ବ୍ୟାଚଲର ଡିଗ୍ରୀ କିମ୍ବା ହର୍ଟିକଲଚରରେ ବ୍ୟାଚଲର ଡିଗ୍ରୀ ହାସଲ କରିଥିବେ। ଚଳିତ ବର୍ଷ ଜାନୁଆରୀ ମାସ 1 ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା 21ରୁ 38 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ପ୍ରାର୍ଥୀଙ୍କୁ ଏଥର ଆବେଦନ କରିବାକୁ କୌଣସି ଫିସ୍ ଦେବାକୁ ପଡ଼ିବ ନାହିଁ। ଲିଖିତ ପରୀକ୍ଷା ଓ ସାକ୍ଷାତକାର ଜରିଆରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ। ତ ସାରାଦିନ ଏହିପରି ବଛା ବଛା ଏବଂ ଗୁରୁତ୍ୱପୂର୍ଣ୍ଣ ଖବର ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏବଂ ଆମ ଭିଡ଼ିଓ ଗୋଟେ ଲାଇକ୍ କରିଦିଅନ୍ତୁ। ଧନ୍ୟବାଦ।